ସୁଜି ଆଉ ଟମାଟୋରେ ତିଆରି ଏ ଆଇଟମଟିକୁ ଯଦି ଆପଣ ଥରେ ବନେଇବେ ବାରମ୍ବାର ବନାଇବା ପାଇଁ ଇଚ୍ଛା କରିବେ। ଖାଇବା ପାଇଁ ବହୁତ ହି ଟେଷ୍ଟି। ରେସିପି ଭଲ ଲାଗିଲେ ଲାଇକ୍ କରିବେ। ନମସ୍କାର, ଆପଣଙ୍କୁ କାକୁଲିସ୍ କସିନାକୁ ବହୁତ ବହୁତ ସ୍ୱାଗତ। ତେବେ ଚାଲନ୍ତୁ ଷ୍ଟାର୍ଟ କରିବା ରେସିପି। ତ ଏଠି ଦେଖନ୍ତୁ ଦର୍ଶକ ବନ୍ଧୁ, ଏଠି ମୁଁ ଦୁଇଟି ମିଡ଼ିୟମ୍ ସାଇଜ୍ର ପାଚିଲା ଟମାଟୋ ନେଇଛି। ଟମାଟୋକୁ ପ୍ରଥମେ ଆମେ ଗୋଟେ ବ୍ଲେଣ୍ଡିଂ ଜାର୍ରେ ଦେଇଦେବା। ତା ସହିତ ଦୁଇଟି ଶୁଖିଲା ଲଙ୍କା ଦେଇକି ୟାକୁ ଚିକଣ କରିକି ଗ୍ରାଇଣ୍ଡ କରିକି ନେଇ ଆସିବା। ଟମାଟୋକୁ ମୁଁ ଚିକଣ କରିକି ଗ୍ରାଇଣ୍ଡ କରିନେଲି। ଏବେ ଚାଲନ୍ତୁ ଗ୍ୟାସ୍ ଉପରେ ଗୋଟେ ପ୍ୟାନ୍ଟେ ବସାଇବା। ଏଠି ଦେଖନ୍ତୁ ପ୍ୟାନ୍ରେ ମୁଁ ଗୋଟେ ବଡ଼ ଚାମଚ ତେଲ ଦେଇଛି। ତେଲ ଗରମ ହୋଇଗଲା ପରେ ଏଥିରେ ଆମେ 4ରୁ 5 କୋଲା ରସୁଣ, ଛୋଟ ଖଣ୍ଡେ ଅଦା ଆଉ କିଛି ଶୁଖିଲା ଲଙ୍କା ପକାଇବା। ଏଠି ଦେଖନ୍ତୁ ରସୁଣ ଅଦାକୁ ଜଷ୍ଟ କିଛି ସେକେଣ୍ଡ ଭାଜି ଦେଲା ପରେ ଏଥିରେ ଆମେ ଗୋଟେ ମୁଠା ଚିନାବାଦାମ ପକାଇବା। ଚିନାବାଦାମରେ ଏହି ଚଟଣିଟି ଖାଇବା ପାଇଁ ବହୁତ ହି ଟେଷ୍ଟି ଲାଗିବ। ତେବେ ଆପଣଙ୍କ ପାଖରେ ଯଦି ଚିନାବାଦାମ ନାହିଁ ତାହେଲେ ଆପଣ ଗୋଟେ ମୁଠା ବୁଟ ଡାଲି ମଧ୍ୟ ପକାଇ ପାରିବେ। ଏଠି ଦେଖନ୍ତୁ ଚିନାବାଦାମ ଟିକେ ଭାଜି ହେଇଗଲା ପରେ ଏଥିରେ ଆମେ ଫାଳେ କଟା ନଡ଼ିଆ ପକାଇବା। ନଡ଼ିଆକୁ ମୁଁ ଛୋଟ ଛୋଟ ଖଣ୍ଡରେ କାଟିକି ନେଇଯାଇଛି। ନଡ଼ିଆ ପକାଇଲା ପରେ ନଡ଼ିଆକୁ ମଧ୍ୟ ଆମେ କିଛି ସେକେଣ୍ଡ ପାଇଁ ଭାଜିକି ୟାକୁ ପୁରାପୁରି ଥଣ୍ଡା ହେବା ପାଇଁ ଛାଡ଼ିଦେବା। ଏଠି ଦେଖନ୍ତୁ ଦର୍ଶକ ବନ୍ଧୁ, ନଡ଼ିଆ ବାଦାମ ସବୁ ଥଣ୍ଡା ହୋଇଗଲା ପରେ ୟାକୁ ଆମେ ଗୋଟେ ବ୍ଲେଣ୍ଡିଂ ଜାର୍ରେ ଦେଇଦେବା। ସେଥିରେ ଦରକାର ମୁତାବକ ପାଣି ଦେଇଦେବା। ମୁଠାଏ ଫ୍ରେଶ୍ ଧନିଆ ପତ୍ର ଦେଇଦେବା। ସ୍ୱାଦ ଅନୁସାରେ ଲୁଣ ଆଉ ଗୋଟେ ଚାମଚ ଚିନି ପକାଇଦେବା। ଅଳ୍ପ ଚିନି ଦିଅନ୍ତୁ, ଚଟଣିର ଟେଷ୍ଟ ବହୁତ ବଢ଼ିଆ ଆସିବ। ତା ସହିତ ଗୋଟେ ମୁଠା ପୋଦିନା ପତ୍ର ପକାଇବା। ପୋଦିନା ପତ୍ର ପକାଇଲେ ୟାର ବାସ୍ନା ବହୁତ ହି ବଢ଼ିଆ ଆସିଥାଏ। ଆଉ ତା ସହିତ ଫାଳେ ଲେମ୍ବୁକୁ ମଧ୍ୟ ଚୁପୁଡ଼ିକି ଆମେ ଏଥିରେ ଦେଇଦେବା। ଏବେ ଆମେ ୟାକୁ ଚିକଣ କରିକି ଗ୍ରାଇଣ୍ଡ କରିକି ନେଇ ଆସିବା। ଏଠି ଦେଖନ୍ତୁ ଦର୍ଶକ ବନ୍ଧୁ, ୟାକୁ ମୁଁ ପୁରା ଚିକଣ କରିକି ଗ୍ରାଇଣ୍ଡ କରିକି ନେଇ ଆସିଲି। ଏବେ ଚାଲନ୍ତୁ ଗ୍ୟାସ୍ ଉପରେ ଗୋଟେ ତଡ଼କା ପ୍ୟାନ୍ଟେ ବସାଇବା। ତଡ଼କା ପ୍ୟାନ୍ରେ ମୁଁ ଅଳ୍ପ ତେଲ ଦେଇଛି। ତେଲ ଗରମ ହୋଇଗଲା ପରେ ସେଥିରେ ଆମେ ସୋରିଷ, ଶୁଖିଲା ଲଙ୍କା ଆଉ ବଢ଼ିଆ ବାସ୍ନା ପାଇଁ କିଛି ଭୃସଙ୍ଗ ପତ୍ର ପକାଇବା। ତଡ଼କା ଆମର ବନିକି ରେଡ଼ି। ଏବେ ଆମେ ଗରମା ଗରମ ତଡ଼କାଟିକୁ ଚଟଣିରେ ଢାଳିଦେବା। ଏଠି ଦେଖନ୍ତୁ ସୁପର ଟେଷ୍ଟି ନଡ଼ିଆ ବାଦାମ ଚଟଣି ଆମର ବନିକି ରେଡ଼ି ହୋଇଗଲା। ୟାକୁ ଆମେ ସାଇଡ଼ରେ ରଖିଦେବା। ଏବେ ଚାଲନ୍ତୁ ଗ୍ୟାସ୍ ଉପରେ ଗୋଟେ କଡ଼େଇଟେ ବସାଇ ନେବା। ଏଠି ଦେଖନ୍ତୁ ଦର୍ଶକ ବନ୍ଧୁ, କଡ଼େଇରେ ମୁଁ 1/4 କପ୍ ସିମେଇ ନେଇଛି। ଆମେ ଯେଉଁ ସିମେଇ ନର୍ମାଲ ଉପମା କିମ୍ବା କ୍ଷୀରି ବନାଇବା ପାଇଁ ବ୍ୟବହାର କରୁ, ଏଇଟା ସେଇ ସିମେଇ। ତ ଦେଖନ୍ତୁ 1/4 କପ୍ ସିମେଇ ଦେଲା ପରେ ସିମେଇକୁ ପାଖାପାଖି 1 ମିନିଟ୍ ଟିକେ ଭାଜିଦେବା। ସିମେଇ ଟିକେ ଭାଜି ହେଇଗଲା ପରେ ଏଥିରେ ଆମେ 1 କପ୍ ସୁଜି ଆଡ଼୍ କରିବା। ଗ୍ୟାସ୍ର ଫ୍ଲେମ୍କୁ ଆମେ ମିଡ଼ିୟମ୍ରେ ରଖିବା। ଆଉ ମିଡ଼ିୟମ୍ ଫ୍ଲେମ୍ରେ ସୁଜି ସିମେଇକୁ କିଛି ସମୟ ପର୍ଯ୍ୟନ୍ତ ଟିକେ ଭାଜିଦେବା, ଯେପର୍ଯ୍ୟନ୍ତ ସୁଜିର କଞ୍ଚା ଟେଷ୍ଟଟା ଚାଲି ନ ଯାଇଛି ଆଉ ସୁଜିରୁ ହାଲକା ଗୋଟେ ବଢ଼ିଆ ଫ୍ଲେଭରଟେ ନ ବାହାରିଛି। ତ ଦେଖନ୍ତୁ ଦର୍ଶକ ବନ୍ଧୁ, ମିଡ଼ିୟମ୍ ଫ୍ଲେମ୍ରେ ସୁଜିକୁ ମୁଁ ପାଖାପାଖି 3ରୁ 4 ମିନିଟ୍ ପର୍ଯ୍ୟନ୍ତ ଭଲ ଭାବରେ ଭାଜି ଦେଇଛି। ସୁଜି ଭାଜି ହେଇଗଲା ପରେ ସୁଜିକୁ ଗୋଟେ ପ୍ଲେଟ୍ ଉପରକୁ ବାହାର କରିଦେଇଛି। ଏବେ ସେଇ ସେମ୍ କଡ଼େଇରେ 2ରୁ 3 ବଡ଼ ଚାମଚ ରିଫାଇଣ୍ଡ ତେଲ ଦେଇଛି। ତେଲ ଗରମ ହୋଇଗଲା ପରେ ଏଥିରେ ଆମେ ଅଧ ଚାମଚ ବୁଟ ଡାଲି, ଅଧ ଚାମଚ ବିରି ଡାଲି, ଅଧ ଚାମଚ ସୋରିଷ ପକାଇବା। ତା ସହିତ ବଢ଼ିଆ ବାସ୍ନା ଆଣିବା ପାଇଁ ଏଥିରେ କିଛି ଶୁଖିଲା ଲଙ୍କାକୁ ଛିଣ୍ଡେଇକି ପକାଇଦେବା। ତ ଦେଖନ୍ତୁ ବୁଟ ଡାଲି, ବିରି ସବୁ ଟିକେ ଭାଜି ହେଇଗଲା ପରେ ଏଥିରେ ଆମେ କିଛି କଟା ଅଦା ପକାଇବା। ତା ସହିତ କିଛି କଟା ପିଆଜ ମଧ୍ୟ ପକାଇ ନେବା। ଏଠି ଆପଣ ଦେଖିପାରୁଥିବେ ପିଆଜକୁ ମୁଁ ବଡ଼ ବଡ଼ ଖଣ୍ଡରେ କାଟିକି ନେଇଯାଇଛି। ଏମିତି ବଡ଼ ବଡ଼ ଚଙ୍କ୍ସରେ କାଟନ୍ତୁ, ଖାଇବା ପାଇଁ ବହୁତ ଭଲ ଲାଗିବ। ତ ଦେଖନ୍ତୁ ପିଆଜ ହାଲକା ଟିକେ ଭାଜି ହେଇଗଲା ପରେ ଏଥିରେ ଆମେ କିଛି କଟା ଲଙ୍କା ପକାଇବା। ପିଆଜକୁ ବେଶୀ ଭାଜିବେନି, ଜଷ୍ଟ ଟିକେ ଟ୍ରାନ୍ସଲୁସେଣ୍ଟ ହେଇଗଲା ପରେ ଏଥିରେ ଆମେ କିଛି କଟା ପରିବା ଗୁଡ଼ିକ ପକାଇ ନେବା। ପରିବା ଭିତରେ ଏଠି ଦେଖନ୍ତୁ ମୁଁ କିଛି ଗାଜର, ବିନ୍ସ, ଫୁଲକୋବି ନେଇଛି। ପରିବା ଭିତରେ ଆପଣ ଆପଣଙ୍କର ମନପସନ୍ଦର ଯେକୌଣସି ପରିବା ନେଇପାରିବେ। ଆଉ ଏବେ ତ ଶୀତ ଦିନ ଚାଲିଛି, ସବୁ ପ୍ରକାରର ପରିବା ଆଭେଲେବୁଲ୍ ରହୁଛି। ତେବେ ଆପଣଙ୍କୁ ଯେଉଁ ପରିବା ପସନ୍ଦ ଆପଣ ସେଇ ପରିବା ଏଥିରେ ଆଡ଼୍ କରନ୍ତୁ। ସବୁ ପରିବାକୁ ମିକ୍ସ କରିଦେଲା ପରେ ୟାକୁ ମୁଁ ଘୋଡ଼େଇକି ପାଖାପାଖି 5 ମିନିଟ୍ ପର୍ଯ୍ୟନ୍ତ ଛାଡ଼ି ଦେଇଥିଲି। ଏଠି ଦେଖନ୍ତୁ ଦର୍ଶକ ବନ୍ଧୁ, ପାଖାପାଖି 5 ମିନିଟ୍ ପରେ ପରିବା ଅଧା ଅଧି ନଇଁ ଆସିଲାଣି।
ପରିବା ଗୁଡ଼ିକ ଅଧା ଅଧି ଭାଜି ହେଇଗଲା ପରେ ଏଥିରେ ଆମେ ଗୋଟେ ମୁଠା ଫ୍ରେଶ୍ ମଟର ପକାଇବା। ତା ସହିତ ଏଥିରେ ବଢ଼ିଆ ବାସ୍ନା ଆଣିବା ପାଇଁ ଫାଳେ କ୍ୟାପ୍ସିକମ୍କୁ ମଧ୍ୟ ଛୋଟ ଛୋଟ କରି କାଟିକି ପକାଇ ନେବା। ତେବେ ଦର୍ଶକ ବନ୍ଧୁ, ଆପଣମାନେ ଏହି ଭିଡ଼ିଓଟିକୁ କେଉଁ ଜାଗାରୁ ଦେଖୁଛନ୍ତି ନିଶ୍ଚୟ ମୋତେ କମେଣ୍ଟରେ ଜଣାଇବେ, ଯାହାଫଳରେ ମୁଁ ଆପଣଙ୍କୁ ଧନ୍ୟବାଦ ଦେଇପାରିବି। ତ ଦେଖନ୍ତୁ, ଏବେ ଆମେ ଏ ପରିବାରେ ଅଧ ଚାମଚ ହଳଦୀ ଗୁଣ୍ଡ, ଗୋଟେ ଚାମଚ ଧନିଆ ପାଉଡ଼ର ଆଉ ସ୍ୱାଦ ଅନୁସାରେ ଲୁଣ ଦେଇଦେବା। ଆଜି ଆମେ ବନାଉଛେ ସାଉଥ୍ ଇଣ୍ଡିଆନ୍ ସ୍ପେଶିଆଲ ସୁପର ଟେଷ୍ଟି ଟମାଟୋ ମସଲା ଉପମା। এই ଟମାଟୋ ଉପମାଟିକୁ ଆପଣ ଯଦି ଥରେ ଚାଖିବେ ବାରମ୍ବାର ବନେଇବାକୁ ଇଚ୍ଛା କରିବେ, ଏତେ ଟେଷ୍ଟି ରହିବ ଏ ଉପମା। ତ ଦେଖନ୍ତୁ, ସବୁ ମସଲା ପରିବାରେ ପକାଇକି ଟିକେ ମିକ୍ସ କରିଦେଲା ପରେ ଆମେ ଯେଉଁ ଟମାଟୋକୁ ବାଟିକି ରଖିଥିଲେ ସେଇ ଟମାଟୋ ବଟା ଏଥିରେ ଆଡ଼୍ କରିବା। ଗ୍ୟାସ୍ର ଫ୍ଲେମ୍କୁ ହାଇ ଟୁ ମିଡ଼ିୟମ୍ରେ ରଖିବା। ଆଉ ଏସବୁକୁ ଭଲ ଭାବରେ ଥରେ ଗୋଳେଇ ଦେଇକି ୟାକୁ ଘୋଡ଼େଇକି ପାଖାପାଖି 2-3 ମିନିଟ୍ ଛାଡ଼ିଦେବା। ଟମାଟୋର କଞ୍ଚା ଟେଷ୍ଟଟା ଚାଲିଯିବା ପର୍ଯ୍ୟନ୍ତ ୟାକୁ ଆମେ ଜଷ୍ଟ 1-2 ମିନିଟ୍ ଟିକେ ଭାଜିଦେବା। ଏଠି ଆପଣ ଦେଖିପାରୁଥିବେ ଦର୍ଶକ ବନ୍ଧୁ, ଟମାଟୋ ବଢ଼ିଆ ଭାବରେ ଭାଜି ହେଇଗଲାଣି। ଏବେ ଆମେ ଏଥିରେ ଗୋଟେ ସିକ୍ରେଟ୍ ମସଲାଟେ ପକାଇବା। এই ମସଲାଟା ହେଉଛି, ଏଠି ମୁଁ 2ଟି ଛୋଟ ପାଉଚ୍ ମ୍ୟାଗିର ମ୍ୟାଜିକ୍ ମସଲା ନେଇଛି। ମ୍ୟାଗିର ଏ ମ୍ୟାଜିକ୍ ମସଲା ବଦଳରେ ଆପଣ ଏଥିରେ କିଛି ଗରମ ମସଲା ପାଉଡ଼ର ମଧ୍ୟ ପକାଇ ପାରିବେ। ତେବେ এই ମସଲାଟି ପକାଇଲେ ଫ୍ଲେଭର ବହୁତ ବଢ଼ିଆ ଆସେ। ଆଉ ତା ସହିତ ମୁଁ ଏଥିରେ କିଛି ଭୃସଙ୍ଗ ପତ୍ର ପକାଇକି ଏସବୁକୁ ବଢ଼ିଆ ଭାବରେ ମିକ୍ସ କରିଦେଇଛି। ଏବେ ଆମେ ଏଥିରେ ପାଣି ଦେବା। ଯେହେତୁ ଆମେ 1 କପ୍ ସୁଜି ଆଉ 1/4 କପ୍ ସିମେଇ ନେଇଥିଲେ, ତ ସେଇଥିପାଇଁ ମୁଁ ଏଥିରେ 2 କପ୍ ଫୁଲ୍ ପାଣି ଆଉ ଅଧ କପ୍ ପାଣି ଦେଇଛି, ତାମାନେ 2.5 କପ୍ ପାଣି ଦେଇଛି। 1/4 କପ୍ ସିମେଇ ଆଉ 1 କପ୍ ସୁଜି ପାଇଁ 2.5 କପ୍ ପାଣି ପୁରାପୁରି ପରଫେକ୍ଟ ରହିବ। ତ ଦେଖନ୍ତୁ, ପାଣି ଦେଲା ପରେ ମୁଁ ୟାକୁ କଭର୍ କରିକି ଫୁଟିବା ପାଇଁ ଛାଡ଼ି ଦେଇଥିଲି। ତେବେ ଯେତେବେଳେ ପାଣିଟା ବଢ଼ିଆ ଭାବରେ ଫୁଟିବା ଷ୍ଟାର୍ଟ କରିବ, ଗ୍ୟାସ୍ର ଫ୍ଲେମ୍କୁ ପୁରା ଲୋ କରିକି ଭାଜିକି ରଖିଥିବା ସୁଜି ଆଉ ସିମେଇକୁ ଏମିତି ଗୋଟେ ହାତରେ ପକାଇବେ ଆଉ ଗୋଟେ ହାତରେ ମିକ୍ସ କରି ଚାଲିବେ, ନହେଲେ ଏଥିରେ ଲମ୍ପସ୍ ପଡ଼ିଯାଇପାରେ। ତ ଏଠି ଆପଣ ଦେଖିପାରୁଥିବେ ମୁଁ ଗୋଟେ ହାତରେ ପକାଇଲି ଆଉ ଗୋଟେ ହାତରେ ମିକ୍ସ କରି ନେଇଛି। ସବୁ ମିକ୍ସ ହେଇଗଲା ପରେ ଗ୍ୟାସ୍ର ଫ୍ଲେମ୍କୁ ପୁରା ଲୋ କରିକି ୟାକୁ ପାଖାପାଖି 2-3 ମିନିଟ୍ ଏମିତି ହିଁ ଛାଡ଼ିଦେବା। ତ ଦେଖନ୍ତୁ ଦର୍ଶକ ବନ୍ଧୁ, ପାଖାପାଖି 2 ମିନିଟ୍ ପରେ ମୁଁ କଭର୍ ଖୋଲିଲି। ଏଇଠି ଦେଖନ୍ତୁ, ସୁଜି ସିମେଇ ବହୁତ ବଢ଼ିଆ ଭାବରେ କୁକ୍ ହେଇଯାଇଛି, ବଢ଼ିଆ ଭାବରେ ସିଝି ଯାଇଛି। ତ ଏବେ ଆମେ ଏଥିରେ ବଢ଼ିଆ ବାସ୍ନା ଆଣିବା ପାଇଁ କିଛି କଟା ଧନିଆ ପତ୍ର ଆଉ ଗୋଟେ ଛୋଟ ଚାମଚ ଦେଶୀ ଘିଅ ପକାଇବା। ଆଉ ଏସବୁକୁ ଥରେ ବହୁତ ବଢ଼ିଆ ଭାବରେ ମିକ୍ସ କରିଦେବା। ଏଠି ଆପଣ ଦେଖିକି ଜାଣିପାରୁଥିବେ ଉପମାଟି ବହୁତ ହି ବଢ଼ିଆ ସଫ୍ଟ ହେଇଛି, ପୁରା ମାଉଥ୍ ମେଲ୍ଟିଂ। ତେବେ ଗରମା ଗରମ এই ମସଲାଦାର ଆଉ ଟେଷ୍ଟି ସୁଜି ସିମେଇର ଉପମାଟିକୁ ମୁଁ ଏଠି ସମ୍ବର ଆଉ ଚଟନି ସହିତ ସର୍ଭ କରିଛି। ଟ୍ରଷ୍ଟ ମି, এই ଉପମାଟି ଖାଇବା ପାଇଁ ବହୁତ ହି ବଢ଼ିଆ ଲାଗିବ। ଆପଣ ୟାକୁ ବ୍ରେକଫାଷ୍ଟ କିମ୍ବା ଡିନରରେ ବନେଇକି ଖାଆନ୍ତୁ। ସବୁବେଳେ ସେ ରେଗୁଲାର ଉପମା ଖାଇ ଖାଇ ଯଦି ଆପଣ ବୋର୍ ହେଉଛନ୍ତି, ତାହେଲେ এই ରେସିପିଟିକୁ ନିଶ୍ଚୟ ଟ୍ରାଏ କରିକି ଦେଖନ୍ତୁ। ଆଶା କରୁଛି ଆପଣଙ୍କୁ ବହୁତ ପସନ୍ଦ ଆସିବ। ରେସିପି ଯଦି ଆପଣଙ୍କୁ ଭଲ ଲାଗିବ ତାହେଲେ ପ୍ଲିଜ୍ ଗୋଟେ ଲାଇକ୍ କରିବେ। ତେବେ ପୁଣି ଦେଖା ହେବା ଗୋଟେ ନୂଆ ରେସିପିରେ। ରହିଲି, ଧନ୍ୟବାଦ।